ମାର୍କ ଲିଖିତ ସୁସମାଚାର 13 ଅଧ୍ୟାୟ। ଅନ୍ତିମ କାଳ ସମ୍ପର୍କରେ ପ୍ରବଚନ ଭାଷଣ। ଯୀଶୁ ଦେବାଳୟରୁ ବାହାରି ଆସିବା ସମୟରେ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଲେ, ହେ ଗୁରୁ, ଦେଖ କି ପ୍ରକାର ପ୍ରସ୍ତର ତଥା ସୌଧ ଗୁଡ଼ିକ। ଯୀଶୁ ତାଙ୍କୁ କହିଲେ, ତୁମେମାନେ କ'ଣ ଏହି ମହାସୌଧ ଗୁଡ଼ିକ ଦେଖୁଅଛ? ଏହାର ଖଣ୍ଡିଏ ସୁଦ୍ଧା ପ୍ରସ୍ତର ଅନ୍ୟ ଖଣ୍ଡିଏ ପ୍ରସ୍ତର ଉପରେ ରହିବାକୁ ନ ଦେଇ ସବୁ ତଳେ ନିକ୍ଷିପ୍ତ କରାହେବ। ବେଦନା ଗୁଡ଼ିକର ଆରମ୍ଭ। ଏହାପରେ ସେ ଅଲିଭେଟ ପର୍ବତ ଉପରେ ଦେବାଳୟ ସମ୍ମୁଖରେ ଉପବିଷ୍ଟ ହୁଅନ୍ତେ ପିତର, ଯାକୋବ, ଜହନ ଓ ଆନ୍ଦ୍ରୁ ଏକାନ୍ତରେ ତାଙ୍କୁ ପଚାରିଲେ, ଏ ସମସ୍ତ କେବେ ଘଟିବ ଓ ଏତାଦୃଶ୍ୟ ଘଟଣାର ପୂର୍ବ ଲକ୍ଷଣ ବା କ'ଣ? ତାହା ଆମ୍ଭମାନଙ୍କୁ ବିଦିତ କରାଅ। ଯୀଶୁ ସେମାନଙ୍କୁ କହିଲେ, କେହି ତୁମମାନଙ୍କୁ ଭୁଲାଇ ନ ଦେବା ପାଇଁ ସାବଧାନ ହୁଅ। ମୁଁ ହିଁ ସେ ବୋଲି କହି ଅନେକେ ମୋ ନାମରେ ଆସିବେ ଏବଂ ବହୁ ଲୋକଙ୍କୁ ବିଭ୍ରାନ୍ତ କରାଇବେ। ଯୁଦ୍ଧର କଥା ତଥା ଯୁଦ୍ଧର ଗୁଜବ ଶୁଣି ବିଚଳିତ ହୁଅ ନାହିଁ। ଏ ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ଅବସାନ ସମୟ ତଥାପି ଆସି ଉପଗତ ହୋଇନାହିଁ। ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ସଂଗ୍ରାମ କରିବ। ବହୁ ସ୍ଥାନରେ ଭୂକମ୍ପ ତଥା ଦୁର୍ଭିକ୍ଷ ହେବ, କିନ୍ତୁ ଏ ସମସ୍ତ ସଙ୍କଟର ଆରମ୍ଭ ମାତ୍ର। କିନ୍ତୁ ତୁମେମାନେ ନିଜ ବିଷୟରେ ସତର୍କ ଥାଅ, କାରଣ ଲୋକେ ତୁମକୁ ମହାସଭା ସମ୍ମୁଖରେ ସମର୍ପି ଦେବେ ଓ ମହାସଭାସ୍ଥଳୀରେ ତୁମମାନଙ୍କୁ ପ୍ରହାର କରିବେ। ଶାସକ ତଥା ରାଜମାନଙ୍କ ସମ୍ମୁଖରେ ମୋ ଯୋଗୁଁ ସାକ୍ଷ୍ୟ ଦେବା ନିମନ୍ତେ ତୁମମାନଙ୍କୁ ଠିଆ ହେବାକୁ ପଡ଼ିବ। କିନ୍ତୁ ପ୍ରଥମେ ସମସ୍ତ ଜାତି ମଧ୍ୟରେ ସୁସମାଚାର ପ୍ରଚାରିତ ହେବା ଆବଶ୍ୟକ। ବିଚାର ସକାଶେ ଲୋକେ ତୁମମାନଙ୍କୁ ସମର୍ପି ଦେବା ପାଇଁ ଘେନି ଯିବା ବେଳେ କ'ଣ କହିବାକୁ ହେବ ଭାବି ପୂର୍ବରୁ ଉତ୍କଣ୍ଠାକୁଳ ହୁଅ ନାହିଁ। ବରଂ ସେହି ସମୟରେ ତୁମମାନଙ୍କୁ ଯାହା ପ୍ରଦତ୍ତ ହେବ ତାହା ହିଁ କହିବ, କାରଣ ତୁମ ପରିବର୍ତ୍ତେ ସ୍ୱୟଂ ପବିତ୍ର ଆତ୍ମା କଥନ କରିବେ। ଭ୍ରାତା ଭ୍ରାତାକୁ ଓ ପିତା ନିଜ ସନ୍ତାନକୁ ମୃତ୍ୟୁ ମୁଖରେ ସମର୍ପଣ କରିବେ। ସନ୍ତାନମାନେ ପିତାମାତାଙ୍କୁ ବିରୋଧ କରି ସେମାନଙ୍କର ମୃତ୍ୟୁ ଘଟାଇବେ। ମୋର ନାମ ନିମନ୍ତେ ସମସ୍ତେ ତୁମମାନଙ୍କୁ ଘୃଣା କରିବେ, କିନ୍ତୁ ଅବସାନ ସମୟ ପର୍ଯ୍ୟନ୍ତ ଯିଏ ସହନଶୀଳ ହୋଇ ଅଟଳ ରହିବ ସେ ପରିତ୍ରାଣ ଲାଭ କରିବ। ଜେରୁସାଲେମର ଭୟାବହ ଯାତନା। ବିନାଶର ସେହି ଅଶୁଦ୍ଧ ଚିହ୍ନ ଅନୁଚିତ ସ୍ଥାନରେ ଠିଆ ହେବା ତୁମେମାନେ ଯେତେବେଳେ ଦେଖିବ, ସେତେବେଳେ ଜୁଦିଆ ସ୍ଥିତ ଲୋକେ ପର୍ବତାଭିମୁଖରେ ପଳାୟନ କରନ୍ତୁ। ଯିଏ ଗୃହ ଛାତ ଉପରେ ଥିବ ସେ ତଳକୁ ଅବତରି ନ ଆସୁ, କିମ୍ବା କୌଣସି ଜିନିଷ ନେବା ଉଦ୍ଦେଶ୍ୟରେ ଗୃହ ଭିତରେ ପ୍ରବେଶ ନ କରୁ। ଯିଏ କ୍ଷେତବାଡ଼ିରେ ଥିବ ସେ ନିଜ ଜାମା ନେଇଯିବା ପାଇଁ ଫେରି ନ ଆସୁ। ସେ ଦିନ ଗୁଡ଼ିକର ଅନ୍ତଃସତ୍ତ୍ୱା ତଥା ସ୍ତନ୍ୟଦାତ୍ରୀମାନଙ୍କ ପ୍ରତି କେତେ କଷ୍ଟ ହେବ। ଶୀତ କାଳରେ ଏହା ନ ଘଟିବା ପାଇଁ ପ୍ରାର୍ଥନା କର, କାରଣ ସେ ଦିନ ଗୁଡ଼ିକରେ ଈଶ୍ୱରଙ୍କର ସୃଷ୍ଟି କର୍ମର ଆରମ୍ଭରୁ ଅତ୍ୟବଧି କେବେ ହେଁ ସଂଘଟିତ ହୋଇନଥିବା ଭଳି କଠୋର ଦୁଃଖ କଷ୍ଟ ସମ୍ଭବ ହେବ। ପ୍ରଭୁ ଯଦି ସେହି ଦିନଗୁଡ଼ିକର ସଂଖ୍ୟା ହ୍ରାସ କରି ନ ଦିଅନ୍ତି, ତେବେ କୌଣସି ମନୁଷ୍ୟ ରକ୍ଷା ପାଇନଥାନ୍ତା। କିନ୍ତୁ ତୁମମାନଙ୍କୁ ସେ ମନୋନୀତ କରିଅଛନ୍ତି। ସେହିମାନଙ୍କ ଉଦ୍ଦେଶ୍ୟରେ ସେ ସମସ୍ତ ଦିନର ସଂଖ୍ୟାକୁ ସେ କମାଇ ଦେଇଅଛନ୍ତି। ଦେଖ ଖ୍ରୀଷ୍ଟ ଏହିଠି କିମ୍ବା ଦେଖ ଖ୍ରୀଷ୍ଟ ସେଇଠି ଅଛନ୍ତି ବୋଲି କେହି ଯଦି ତୁମମାନଙ୍କୁ କହେ, ତାହା ବିଶ୍ୱାସ କର ନାହିଁ। କାରଣ ଅନେକ କପଟୀ ଖ୍ରୀଷ୍ଟ ତଥା ଭଣ୍ଡ ପ୍ରବକ୍ତାମାନେ ଆବିର୍ଭୂତ ହେବେ। ସେମାନେ ଏପରି ନିଦର୍ଶନ ତଥା
ଅଦ୍ଭୁତ କର୍ମାବଳୀ ସାଧନ କରିବେ ଯେ ସମ୍ଭବ ହେଲେ ମନୋନୀତ ବ୍ୟକ୍ତିମାନଙ୍କୁ ମଧ୍ୟ ପଥଭ୍ରଷ୍ଟ କରାଇବେ। ତୁମେମାନେ ସଜାଗ ରୁହ। ମୁଁ ପୂର୍ବରୁ ସମସ୍ତ କଥା ତୁମମାନଙ୍କୁ କହିଅଛି। ମନୁଷ୍ୟ ପୁତ୍ରଙ୍କ ଆଗମନ ତଦ୍ରୂପ ଦୁଃଖ କ୍ଲେଶର ପରବର୍ତ୍ତୀ ଦିନ ଗୁଡ଼ିକରେ ସୂର୍ଯ୍ୟ ଅନ୍ଧକାରଚ୍ଛନ୍ନ ହୋଇଯିବ ଓ ଚନ୍ଦ୍ର ଆଲୋକିତ ହେବ ନାହିଁ। ନକ୍ଷତ୍ର ସମୂହ ଆକାଶ ମଣ୍ଡଳରୁ ନିପତିତ ହେବେ ଏବଂ ଆକାଶସ୍ଥ ଶକ୍ତି ସମୂହ ଦଳିତ ହେବେ। ସେତେବେଳେ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମ ତଥା ଗୌରବର ସହ ମେଘ ବାହନରେ ଆଗମନ କରିବା ସେମାନେ ଦେଖିବାକୁ ପାଇବେ। ଦେବଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ସୀମା ସରହଦ ସମୂହରୁ ଆକାଶ ମଣ୍ଡଳ ପର୍ଯ୍ୟନ୍ତ ବ୍ୟପ୍ତ ଚତୁର୍ଦିଗରୁ ସେ ମନୋନୀତମାନଙ୍କୁ ଏକତ୍ରିତ କରିବେ। ତିମିର ବୃକ୍ଷରୁ ଏହି କଥା ପାଠ କର। ଏହାର ଶାଖା ଯେତେବେଳେ କୋମଳ ତଥା ପଲ୍ଲବିତ ହେବ, ତେବେ ତୁମେମାନେ ଜାଣିପାରିବ ଯେ ଗ୍ରୀଷ୍ମକାଳ ଆସନ୍ନ। ସେହିପରି ଏ ସକଳ ଘଟଣା ସମ୍ଭବ ହେବା ଦେଖିବା ସମୟରେ ସେ ସମୀପବର୍ତ୍ତୀ ଦ୍ୱାର ଦେଶରେ ଆସି ଉପଗତ ହୋଇଛନ୍ତି। ତୁମେମାନେ ଏହା ଜାଣିପାରିବ। ମୁଁ ତୁମମାନଙ୍କୁ ସତ୍ୟ କହେ ଯେ ପର୍ଯ୍ୟନ୍ତ ଏ ସମସ୍ତ ଘଟଣା ସମ୍ଭବ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ଯୁଗ ଅତିକ୍ରାନ୍ତ ହୋଇନଥିବ। ଆକାଶ ତଥା ପୃଥିବୀ ଅତିକ୍ରାନ୍ତ ହୋଇଯିବ, କିନ୍ତୁ ମୋର ବଚନ ଅତିକ୍ରାନ୍ତ ହେବ ନାହିଁ। ସଦା ସଜାଗ ରୁହ। ସେହି ଦିନ କିମ୍ବା ସେହି ମୁହୂର୍ତ୍ତ ସମ୍ପର୍କରେ ପରମ ପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ସ୍ୱର୍ଗୀୟ ଦେବଦୂତମାନେ ଅଥବା ପୁତ୍ର ବି ଜାଣନ୍ତି ନାହିଁ। ସାବଧାନ ହୁଅ, ଉଜାଗର ରହି ପ୍ରାର୍ଥନା କର, କାରଣ ସେହି ସମୟ କେବେ ଉପଗତ ହେବ ତାହା ତୁମେମାନେ ଜାଣ ନାହିଁ। ନିଜ ଭୃତ୍ୟମାନଙ୍କୁ ଅନ୍ୟାନ୍ୟ କର୍ତ୍ତବ୍ୟର ଭାର ଦେଇ ଏବଂ ଦ୍ୱାରରକ୍ଷୀଙ୍କୁ ଉଜାଗର ରହିବାକୁ ନିର୍ଦ୍ଦେଶ ଦେଇ ଗୃହ ତ୍ୟାଗ କରି ବିଦେଶକୁ ଯାତ୍ରା କରିଥିବା ଜନୈକ ବ୍ୟକ୍ତି ସଦୃଶ୍ୟ ତାହା ହୁଏ। ସୁତରାଂ ସଜାଗ ରହିଥାଅ, କାରଣ ସନ୍ଧ୍ୟାରେ କି ମଧ୍ୟରାତ୍ରିରେ କି କୁକୁଡ଼ା ଡାକ ଦେବା ସମୟରେ କି ପ୍ରଭାତରେ ଗୃହାଧିପତି ଫେରି ଆସିବେ, ତୁମେମାନେ ତାହା ଜାଣ ନାହିଁ। ସେ ଯଦି ଅକସ୍ମାତ୍ ଆସନ୍ତି, ତେବେ ସେ ତୁମମାନଙ୍କୁ ନିଦ୍ରିତ ଅବସ୍ଥାରେ ଦେଖିବାକୁ ନ ପାଆନ୍ତୁ। ତୁମମାନଙ୍କୁ ମୁଁ ଯାହା କହେ ତାହା ସମସ୍ତଙ୍କୁ ମୁଁ କହି ରଖେ, ସଜାଗ ରୁହ। 14 ଅଧ୍ୟାୟ ଯୀଶୁଙ୍କ ହତ୍ୟା ସମ୍ବନ୍ଧରେ ଗୁପ୍ତ ଆଲୋଚନା। ପାସ୍କା ତଥା ତାଡ଼ି ରହିତ ଉତ୍ସବ ସକାଶେ ଅଦ୍ୟାବଧି ଦିବସ ଦ୍ୱୟ ଅବଶିଷ୍ଟ ହୋଇ ରହିଥିଲା। କେଉଁଭଳି କୌଶଳରେ ଯୀଶୁଙ୍କୁ ଧରି ନିଧନ କରିବାକୁ ହେବ ବୋଲି ପ୍ରମୁଖ ଯାଜକ ତଥା ଧର୍ମଶାସ୍ତ୍ରୀମାନେ ଉପାୟ ସନ୍ଧାନ କରିଥିଲେ। କିନ୍ତୁ ସେମାନେ କହିଲେ, ଜନତା ମଧ୍ୟରେ କୋଳାହଳ ଯେପରି ସୃଷ୍ଟି ନ ହୁଏ, ସେଥିସକାଶେ ତାହା ଉତ୍ସବ ସମୟରେ ହୋଇ ପାରିବ ନାହିଁ। ବେଥାନିଆରେ ତୈଳ ଲେପନ। ବେଥାନିଆରେ କୁଷ୍ଠରୋଗୀ ସିମୋନଙ୍କ ଗୃହରେ ଯୀଶୁ ଯେବେ ଭୋଜନରେ ବସିଥିଲେ, ତେବେ ଏକ ଶ୍ୱେତ ମସୃଣ ପ୍ରସ୍ତର ଫରୁଆରେ ବହୁମୂଲ୍ୟ ନାର୍ଦିନ ସୁଗନ୍ଧ ତୈଳ ଧରି ଜଣେ ନାରୀ ସେଠାକୁ ଆସିଲା ଏବଂ ସେ ସେହି ଫରୁଆଟିକୁ ଭାଙ୍ଗି ସେହି ତୈଳ ଯୀଶୁଙ୍କ ମସ୍ତକ ଉପରେ ଢାଳିଦେଲା। ସେଠାରେ ଉପସ୍ଥିତ କେତେକ ବ୍ୟକ୍ତି ଏଥିରେ ବିରକ୍ତ ହୋଇ ନିଜ ମଧ୍ୟରେ କୁହାକୁହି ହେଲେ, କାହିଁକି ଏହି ତୈଳର ଅପବ୍ୟୟ କରାଗଲା? କାରଣ ଏହି ମଲମ ତୈଳ 300ରୁ ଅଧିକ ଦିନାରରେ ବିକ୍ରିତ ହୋଇ ଦରିଦ୍ରମାନଙ୍କୁ ଦିଆଯାଇ ପାରନ୍ତା। ତହୁଁ ସେମାନେ ତାହାଙ୍କୁ ଭର୍ତ୍ସନା କରିବାକୁ ଲାଗିଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଏହାକୁ ଛାଡ଼ିଦିଅ।
କାହିଁକି ଏହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଏକ ଉତ୍ତମ କାର୍ଯ୍ୟ ସାଧନ କରିଅଛି। ଦରିଦ୍ରମାନେ ସର୍ବଦା ତୁମମାନଙ୍କ ଗହଣରେ ଅଛନ୍ତି ଏବଂ ଯେକୌଣସି ସମୟରେ ତୁମେମାନେ ସେମାନଙ୍କର ଉପକାର କରିପାରିବ, କିନ୍ତୁ ସର୍ବଦା ମୋତେ ପାଇପାରିବ ନାହିଁ। ଯାହା ଏହା ପକ୍ଷରେ ସାଧ୍ୟ ତାହା ସେ କରିଅଛି। ମୋର ସମାଧି ଉଦ୍ଦେଶ୍ୟରେ ପୂର୍ବରୁ ମୋ ଦେହରେ ସେ ତୈଳ ଲେପନ କରିଅଛି। ମୁଁ ତୁମମାନଙ୍କୁ ସତ୍ୟ କହେ, ସମଗ୍ର ଜଗତରେ ଯେଉଁଠାରେ ଏହି ସୁସମାଚାର ଉଦ୍ଘୋଷିତ ହେବ, ସେହିଠାରେ ଏହି ନାରୀର ସ୍ମରଣାର୍ଥେ ତାହାର ଏହି କାର୍ଯ୍ୟକଳାପ ମଧ୍ୟ ପ୍ରଚାରିତ ହେବ। ଜୁଦାସଙ୍କ ବିଶ୍ୱାସଘାତକତା। ତତ୍ପରେ ସେହି 12 ଜଣଙ୍କ ମଧ୍ୟରୁ ଜଣେ ଶିଷ୍ୟ ଜୁଦାସ ଇସ୍କାରିୟତ ଯୀଶୁଙ୍କୁ ଧରାଇ ଦେବା ଉଦ୍ଦେଶ୍ୟରେ ପ୍ରମୁଖ ଯାଜକମାନଙ୍କ ପାଖକୁ ଗଲା। ସେମାନେ ଏହି ବିଷୟରେ ଆନନ୍ଦିତ ହୋଇ ତାଙ୍କୁ ଅର୍ଥ ଦେବା ପାଇଁ ପ୍ରତିଜ୍ଞାନୁବଦ୍ଧ ହେଲେ। ତେଣୁ ତାହାଙ୍କୁ କିଭଳି ଧରାଇ ଦେବାକୁ ହେବ ତାହା ସେ ତାହାର ସୁଯୋଗ ଖୋଜିଲା। ପାସ୍କା ଭୋଜି ପାଳନ। ପାସ୍କା ମେଷ ଶାବକ ଉତ୍ସର୍ଗିତ ହେଉଥିବା ତାଡ଼ିରହିତ ରୁଟି ପର୍ବର ପ୍ରଥମ ଦିବସରେ ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, ଆମେ କେଉଁଠାକୁ ଯାଇ ତୁମ ନିମନ୍ତେ ପାସ୍କା ଭୋଜି ପର୍ବ ପ୍ରସ୍ତୁତ କରିବାକୁ ତୁମେ ଇଚ୍ଛା କରୁଅଛ? ଯୀଶୁ 2 ଜଣ ଶିଷ୍ୟଙ୍କୁ ପଠାଇ କହିଲେ, ତୁମେମାନେ ନଗରୀକୁ ଯାଅ। ମାଠିଏ ପାଣି ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ତୁମେମାନେ ଦେଖିବାକୁ ପାଇବ। ତାର ଅନୁସରଣ କର। ଯେଉଁଠାରେ ସେ ପ୍ରବେଶ କରିବ, ସେହି ଗୃହର ଅଧିପତିଙ୍କୁ କହିବ, ଗୁରୁ ପଚାରନ୍ତି, ଯେଉଁଠାରେ ମୁଁ ମୋର ଶିଷ୍ୟମାନଙ୍କ ସମେତ ପାସ୍କା ଭୋଜି ଆହାର କରିବି, ସେହି ଅତିଥିଶାଳା କେଉଁଠାରେ? ସୁସଜ୍ଜିତ ତଥା ପ୍ରସ୍ତୁତ ହେଉଥିବା ଉପର ମହଲାସ୍ଥ ଗୋଟିଏ ବିଶାଳ ପ୍ରକୋଷ୍ଠ ସେ ତୁମ୍ଭମାନଙ୍କୁ ଦର୍ଶାଇବେ। ସେହିଠାରେ ଆମ ନିମନ୍ତେ ପ୍ରସ୍ତୁତ କର। ଶିଷ୍ୟମାନେ ପ୍ରସ୍ଥାନ କରି ନଗରୀରେ ପହଞ୍ଚିଲେ ଓ ସେ କହିଥିବା ଅନୁଯାୟୀ ସବୁ କିଛି ଦେଖିପାରି ପାସ୍କା ପର୍ବର ଆୟୋଜନ କଲେ। ସନ୍ଧ୍ୟା ସମୟରେ 12 ଜଣଙ୍କ ଗହଣରେ ସେ ଆସି ପହଞ୍ଚିଲେ। ସେମାନେ ଯେବେ ଭୋଜନ କରି ବସିଲେ, ତେବେ ଯୀଶୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହେ ଯେ ମୋ ସାଙ୍ଗରେ ଭୋଜନ କରୁଥିବା ତୁମମାନଙ୍କ ମଧ୍ୟରୁ ଜଣେ ମୋତେ ଧରାଇ ଦେବ। ସେମାନେ ଦୁଃଖିତ ହୋଇ ସେହି ଜଣଙ୍କୁ ମୁଁ କି ବୋଲି ଜଣଙ୍କ ପରେ ଜଣେ କରି ତାହାଙ୍କୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ। ସେ ସେମାନଙ୍କୁ କହିଲେ, 12 ଜଣଙ୍କ ମଧ୍ୟରୁ ଯିଏ ମୋ ସଙ୍ଗରେ ପାତ୍ରରେ ହାତ ବୁଡ଼ାଇବ, ସେ ମୋତେ ଧରାଇ ଦେବ। ମନୁଷ୍ୟ ପୁତ୍ରଙ୍କ ସମ୍ପର୍କରେ ଯେପରି ଲିପିବଦ୍ଧ ହୋଇଛି, ସେ ତଦନୁଯାୟୀ ଯାଉଛନ୍ତି। କିନ୍ତୁ ଯାହାଦ୍ୱାରା ସେ ସମର୍ପିତ ହେବେ, ସେହି ଲୋକଙ୍କୁ ଧିକ୍। ସେହି ବ୍ୟକ୍ତି ଯଦି ଜନ୍ମ ହୋଇନଥାନ୍ତା, ତେବେ ତା ପାଇଁ ତାହା ବରଂ ଶ୍ରେୟସ୍କର ହୁଅନ୍ତା। ଦିବ୍ୟ ପ୍ରସାଦର ସଂସ୍ଥାପନ। ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ତାହାଙ୍କୁ ଆଶୀର୍ବାଦ କରି ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ଏହା ଗ୍ରହଣ କର, ଏହା ମୋର ଶରୀର। ତତ୍ପରେ ସେ ପାନ ପାତ୍ର ନେଇ କୃତଜ୍ଞତା ଜଣାଇ ସେମାନଙ୍କୁ ଦେଲେ ଓ ସେଥିରୁ ସେ ସମସ୍ତ ପାନ କଲେ। ସେ ସେମାନଙ୍କୁ କହିଲେ, ଏହା ନୂତନ ବ୍ୟବସ୍ଥାର ମୋର ରୁଧିର, ଯାହା ଅନେକଙ୍କ ନିମନ୍ତେ ଢାଳି ଦିଆଯିବ। ମୁଁ ତୁମମାନଙ୍କୁ ସତ୍ୟ କହେ, ଯେ ପର୍ଯ୍ୟନ୍ତ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂତନରେ ପାନ ନ କରେ, ସେହି ଦିବସ ପର୍ଯ୍ୟନ୍ତ ଦ୍ରାକ୍ଷାଫଳର ରସ ମୁଁ ପୁନରାୟ ପାନ କରିବି ନାହିଁ। ପିତରଙ୍କ ଅସ୍ୱୀକାରର ପ୍ରବଚନ। ସ୍ତବଗାନ କଲାପରେ ସେମାନେ ଅଲିଭେତ ପର୍ବତ ଅଭିମୁଖରେ ପ୍ରସ୍ଥାନ କଲେ। ଯୀଶୁ ସେମାନଙ୍କୁ କହିଲେ, ତୁମେ ସମସ୍ତେ ମୋ ବିଷୟରେ ସ୍ଖଳିତ ହେବ, କାରଣ ଲିପିବଦ୍ଧ ହୋଇଛି, ମୁଁ ମେଷପାଳକଙ୍କୁ ଆଘାତ କରିବି
ଓ ମେଷଗୁଡ଼ିକ ଚତୁର୍ଦିଗରେ ବିକ୍ଷିପ୍ତ ହେବେ। କିନ୍ତୁ ମୃତ୍ୟୁତୀର୍ଥ ହେବା ପରେ ମୁଁ ତୁମମାନଙ୍କ ପୂର୍ବରୁ ଗାଲିଲୀକୁ ଯାତ୍ରା କରିବି। ପିତର ତାଙ୍କୁ କହିଲେ, ସମସ୍ତେ ସ୍ଖଳିତ ହେଲେ ବି ମୁଁ ହେବି ନାହିଁ। ଯୀଶୁ ତାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହେ, ଆଜି ରାତିରେ 2 ବାର କୁକୁଟ ରାବ ଦେବା ପୂର୍ବରୁ ତୁମେ ମୋତେ 3 ବାର ଅସ୍ୱୀକାର କରିବ। ସେ ପୁଣି ଦୃଢ଼ ଭାବରେ କହିଲେ, ତୁମ ସହ ମୃତ୍ୟୁବରଣ କରିବାକୁ ହେଲେ ସୁଦ୍ଧା ମୁଁ ତୁମକୁ ଅସ୍ୱୀକାର କରିବି ନାହିଁ। ସେହିଭଳି ଭାବେ ସମସ୍ତେ କହିଲେ। ଗେତ୍ସେମନୀରେ ଯୀଶୁଙ୍କ ପ୍ରାର୍ଥନା। ଗେତ୍ସେମନୀ ନାମରେ ଅଭିହିତ ଏକ ସ୍ଥାନରେ ସେମାନେ ଆସି ପହଞ୍ଚିଲେ। ସେ ନିଜ ଶିଷ୍ୟମାନଙ୍କୁ କହିଲେ, ଯେ ପର୍ଯ୍ୟନ୍ତ ମୁଁ ପ୍ରାର୍ଥନା କରିବି ସେ ପର୍ଯ୍ୟନ୍ତ ତୁମେମାନେ ଏହିଠାରେ ବସିଥାଅ। ପିତର, ଯାକୋବ ଓ ଜହନଙ୍କୁ ସଙ୍ଗରେ ନେଇ ସେ ବ୍ୟାକୁଳିତ ତଥା ଭୟକାତର ହେବାକୁ ଲାଗିଲେ। ସେ ସେମାନଙ୍କୁ କହିଲେ, ଅତ୍ୟଧିକ ଦୁଃଖ ଯୋଗୁଁ ମୋର ଆତ୍ମା ମୃତ୍ୟୁ ପ୍ରାୟ ସଦୃଶ୍ୟ ହୋଇଛି। ତୁମେମାନେ ଏହିଠାରେ ରହି ଉଜାଗର ରୁହ। ଅଳ୍ପ କିଛି ଦୂରକୁ ଯାଇ ସେ ଭୂତଳେ ପଡ଼ି ଯଦି ସାଧ୍ୟ ହୁଏ ତେବେ ଏହି ମୁହୂର୍ତ୍ତ ତାହାଙ୍କ ପାଖରୁ ଅତିକ୍ରାନ୍ତ କରାଇବାକୁ ସେ ପ୍ରାର୍ଥନା କଲେ। ସେ କହିଲେ, ଆବା ପିତା, ତୁମ ପ୍ରତି ସବୁ ସାଧ୍ୟ। ଏହି ପାନ ପାତ୍ର ମୋ ନିକଟରୁ ନେଇଯାଅ। ତଥାପି ମୋର ଇଚ୍ଛା ନୁହେଁ, ବରଂ ତୁମର ଅଭୀଷ୍ଟ ପୂର୍ଣ୍ଣ ହେଉ। ପରେ ସେ ଆସି ସେମାନଙ୍କୁ ନିଦ୍ରିତ ଥିବା ଦେଖି ପିତରଙ୍କୁ ପଚାରିଲେ, ସିମୋନ, ତୁମେ କ'ଣ ନିଦ୍ରା ଯାଇଅଛ? ଘଣ୍ଟାଟିଏ ସୁଦ୍ଧା କ'ଣ ଜାଗ୍ରତ ରହିପାରିଲ ନାହିଁ? ପ୍ରଲୋଭନରେ ନ ପଡ଼ିବା ପାଇଁ ସଜାଗ ରହି ପ୍ରାର୍ଥନା କର। ଯଦିଓ ଆତ୍ମା ଉତ୍ସୁକ ଥାଏ ତଥାପି ଶରୀର ଦୁର୍ବଳ। ସେ ପୁନରାୟ ପ୍ରସ୍ଥାନ କରି ସେହି ଗୋଟିଏ ମାତ୍ର ପ୍ରବଚନ କହି ପ୍ରାର୍ଥନା କଲେ। ଫେରି ଆସି ସେ ସେମାନଙ୍କୁ ନିଦ୍ରିତ ହେଉଥିବା ଦେଖିଲେ, କାରଣ ସେମାନଙ୍କର ଚକ୍ଷୁ ନିଦ୍ରାରେ ଭାରାକ୍ରାନ୍ତ ହୋଇଥିଲା। ତାହାକୁ କେଉଁ ଉତ୍ତର ଦେବେ ତାହା ସେମାନେ ଜାଣିଲେ ନାହିଁ। ସେ ତୃତୀୟ ବାର ଆସି ସେମାନଙ୍କୁ କହିଲେ, ତୁମେମାନେ କ'ଣ ଅଦ୍ୟାବଧି ଶୋଇ ବିଶ୍ରାମ ନେଉଅଛ? ଯଥେଷ୍ଟ ହେଲା, ସମୟ ଆସନ୍ନ। ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି। ଉଠ, ଆମେ ଚାଲିଯିବା। ଯିଏ ମୋତେ ଧରାଇଦେବ ସେ ସମାଗତ। ଜୁଦାସଙ୍କ ବିଶ୍ୱାସଘାତକତା। ସେ ଏହିପରି କହୁଥିବା ସମୟରେ 12 ଜଣଙ୍କ ମଧ୍ୟରୁ ଜଣେ ଶିଷ୍ୟ ଜୁଦାସ ସେଠାରେ ଆସି ପହଞ୍ଚିଲା। ପ୍ରମୁଖ ଯାଜକ, ଧର୍ମଶାସ୍ତ୍ରୀ ତଥା ବୟୋଜ୍ୟେଷ୍ଠମାନଙ୍କ ପାଖରୁ ତରବାରୀ ତଥା ଯଷ୍ଟିଗୁଡ଼ିକ ଧାରଣକାରୀ ଏକ ଜନତା ମଧ୍ୟ ତା ଗହଣରେ ଆସିଲେ। ସେହି ବିଶ୍ୱାସଘାତକ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ଯାହାକୁ ମୁଁ ଚୁମ୍ବନ ଦେବି ସେ ସେହି ଲୋକ। ତାହାଙ୍କୁ ଧରି ନିର୍ବିଘ୍ନରେ ନେଇଯାଅ। ସେ ଯୀଶୁଙ୍କ ସମୀପକୁ ଆସି ହେ ଗୁରୁ ବୋଲି ସମ୍ବୋଧନ କରି ତାହାଙ୍କୁ ଚୁମ୍ବନ ଦେଲା। ସେମାନେ ହସ୍ତ ବିସ୍ତାର କରି ତାହାଙ୍କୁ ଧରିଲେ। ଯେଉଁମାନେ ତାହାଙ୍କ ସମୀପରେ ଠିଆ ହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତରବାରୀ ନିଷ୍କାସନ କରି ପ୍ରଧାନ ଯାଜକଙ୍କ ହୃଦୟକୁ ଆଘାତ କରି ତାଙ୍କର କର୍ଣ୍ଣକୁ ଛେଦନ କଲେ। ଯୀଶୁ ସେମାନଙ୍କୁ କହିଲେ, ଜଣେ ତସ୍କରର ପ୍ରତି କରୁଥିବା ସଦୃଶ୍ୟ ତୁମେମାନେ ଖଡ୍ଗ ତଥା ଯଷ୍ଟି ଧରି ମୋତେ କରାୟତ୍ତ କରିବା ପାଇଁ ଆସିଅଛ କି? ଦେବାଳୟରେ ପ୍ରତ୍ୟହ ଶିକ୍ଷୋପଦେଶ ଦେଇ ମୁଁ ତୁମ ଗହଣରେ ରହିଥିଲି, ତଥାପି ତୁମେମାନେ ମୋତେ କରାୟତ୍ତ କରିନାହ।
କିନ୍ତୁ ଧର୍ମ ଲିଖନର ପ୍ରବଚନ ସମୂହ ପୂର୍ଣ୍ଣ ହେବା ଆବଶ୍ୟକ। ସେତେବେଳେ ଶିଷ୍ୟମାନେ ତାହାଙ୍କୁ ତ୍ୟାଗ କରି ପଳାୟନ କଲେ। ଜଣେ ଯୁବା ଲୋକ ତାହାଙ୍କୁ ଅନୁଗମନ କଲା। ସେ ନିଜ ଶରୀରରେ ଖଣ୍ଡିଏ ଚାଦର ମାତ୍ର ଘୋଡ଼ାଇଥିଲା। ସେମାନେ ତାହାଙ୍କୁ ଧରିଲେ, କିନ୍ତୁ ସେ ଚାଦରଟିକୁ ଉପେକ୍ଷା କରି ଉଲଗ୍ନ ଅବସ୍ଥାରେ ସେ ସ୍ଥାନରୁ ଧାବନ କଲା। ମହାସଭା ସମ୍ମୁଖରେ ଯୀଶୁଙ୍କ ବିଚାର। ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରମୁଖ ଯାଜକ, ବୟୋଜ୍ୟେଷ୍ଠ ତଥା ଧର୍ମଶାସ୍ତ୍ରୀ ସେଠାରେ ଏକତ୍ରିତ ହୋଇଥିଲେ। ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ସ୍ୱଳ୍ପ ଦୂରରେ ରହି ପିତର ତାହାଙ୍କର ଅନୁଗମନ କଲେ। ପରେ ସେ ପ୍ରହରୀମାନଙ୍କ ସଙ୍ଗରେ ବସି ସେ ନିଆଁ ପୋଇଲେ। ପ୍ରମୁଖ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ନିଧନ କରିବା ଅଭିପ୍ରାୟରେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ପ୍ରମାଣ ସନ୍ଧାନ କଲେ, କିନ୍ତୁ କିଛି ପାଇଲେ ନାହିଁ। ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ, ତଥାପି ସେମାନଙ୍କ ସାକ୍ଷ୍ୟର ମେଳ ହେଲା ନାହିଁ। କେତେକ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ଏହିଭଳି ମିଥ୍ୟା ସାକ୍ଷ୍ୟ ଦେଇ କହିଲେ, ହସ୍ତ ନିର୍ମିତ ଏହି ଦେବାଳୟକୁ ମୁଁ ଧ୍ୱଂସ କରିବି ଓ 3 ଦିନ ମଧ୍ୟରେ ହସ୍ତ ନିର୍ମିତ ହୋଇନଥିବା ଅନ୍ୟ ଗୋଟିଏ ଦେବାଳୟକୁ ମୁଁ ପୁନର୍ନିର୍ମାଣ କରିବି। ଏହିପରି ସେ ଯାହା କହିଅଛି ତାହା ଆମେମାନେ ଶୁଣିଅଛୁ। ତଥାପି ଏଥିରେ ସୁଦ୍ଧା ସେମାନଙ୍କ ସାକ୍ଷ୍ୟର ମେଳ ହେଲା ନାହିଁ। ମହାଯାଜକ ମଧ୍ୟସ୍ଥଳରେ ଦଣ୍ଡାୟମାନ ହୋଇ ଯୀଶୁଙ୍କୁ ପଚାରିଲେ, ତୁମେ କ'ଣ କିଛି ଉତ୍ତର ଦେଉନାହଁ? ତୁମ ବିରୁଦ୍ଧରେ ଏହି ଲୋକେ କେଉଁ ସାକ୍ଷ୍ୟ ଦେଇଛନ୍ତି? କିନ୍ତୁ ସେ କିଛି ଉତ୍ତର ନ ଦେଇ ନୀରବ ହୋଇ ରହିଲେ। ମହାଯାଜକ ପୁନରାୟ ତାଙ୍କୁ ପଚାରିଲେ, ଧନ୍ୟମୟଙ୍କ ପୁତ୍ର ସେହି ଖ୍ରୀଷ୍ଟ କ'ଣ ତୁମେ? ଯୀଶୁ କହିଲେ, ମୁଁ ହିଁ ସେହି। ମନୁଷ୍ୟ ପୁତ୍ରଙ୍କ ମହାପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ୱରେ ଆସୀନ ହେବା ଓ ଆକାଶର ମେଘ ବାହନରେ ଆଗମନ କରିବା ତୁମେମାନେ ଦେଖିବାକୁ ପାଇବ। ମହାଯାଜକ ସେତେବେଳେ ସ୍ୱପରିହିତ ବସ୍ତ୍ରକୁ ଛିନ୍ନ କରି କହିଲେ, ଆମ୍ଭମାନଙ୍କ ପାଇଁ ସାକ୍ଷୀମାନଙ୍କର ଅନ୍ୟ କି ପ୍ରୟୋଜନ? ସେ ଯେ ଈଶ୍ୱର ନିନ୍ଦା କରିଅଛି ତୁମେମାନେ ତାହା ଶୁଣିଅଛ। ତୁମମାନଙ୍କ ବିଚାର କ'ଣ? ସେ ମୃତ୍ୟୁର ଯୋଗ୍ୟ ବୋଲି ତୁମେମାନେ ସମସ୍ତେ ରାୟ ଦେଲ। ତତ୍ପରେ କେହି କେହି ତାହାଙ୍କ ଉପରେ ଛେପ ପକାଇବା, ମୁଖକୁ ଘୋଡ଼ାଇ ଦେଇ ତାହାଙ୍କୁ ମୁଷ୍ଟି ପ୍ରହାର କରିବା ତଥା ପ୍ରବଚନ ଦିଅ ବୋଲି କହିବାକୁ ଲାଗିଲେ। ପ୍ରହରୀମାନେ ତାହାଙ୍କ ଗାଲରେ ପ୍ରହାର ମଧ୍ୟ କଲେ। ପିତରଙ୍କ ଅସ୍ୱୀକାର। ପିତର ପ୍ରାଙ୍ଗଣରେ ବସିଥିବା ସମୟରେ ମହାଯାଜକଙ୍କର ଭୃତ୍ୟମାନଙ୍କ ମଧ୍ୟରୁ ଜଣେ ସେଠାକୁ ଆସିଲା। ପିତରଙ୍କୁ ନିଆଁ ପୋଉଥିବା ଦେଖି ତାଙ୍କୁ ନିରୀକ୍ଷଣ କରି ସେ କହିଲା, ତୁମେ ମଧ୍ୟ ନାସରୀତୀୟ ଯୀଶୁଙ୍କ ଗହଣରେ ଥିଲ। କିନ୍ତୁ ସେ ଅସ୍ୱୀକାର କରି କହିଲେ, ତୁମେ କ'ଣ କହୁଛ ତାହା ମୁଁ ଜାଣେ ନାହିଁ କିମ୍ବା ବୁଝୁନାହିଁ। ଏହାପରେ ସେ ଦ୍ୱାର ଦେଶକୁ ଚାଲିଗଲେ। ସେହି ଭୃତ୍ୟ ତାଙ୍କୁ ପୁନରାୟ ଦେଖି ସମୀପରେ ଦଣ୍ଡାୟମାନ ଲୋକଙ୍କୁ କହିଲା, ଏହି ଲୋକଟି ସେମାନଙ୍କ ମଧ୍ୟରୁ ଜଣେ। ସେ ପୁନଶ୍ଚ ତାହା ଅସ୍ୱୀକାର କଲେ। ସ୍ୱଳ୍ପ ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକେ ପିତରଙ୍କୁ କହିଲେ, ବାସ୍ତବରେ ତୁମେ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମେ ଜଣେ ଗାଲିଲୀୟ। କିନ୍ତୁ ସେ ନିଜକୁ ଧିକ୍କାର ଦେଇ ଶପଥ କରି କହିବାକୁ ଲାଗିଲେ, ତୁମେମାନେ ଯାହାଙ୍କ ସମ୍ବନ୍ଧରେ କହୁଅଛ ମୁଁ ତାହାଙ୍କୁ ଚିହ୍ନେ ନାହିଁ। ତତ୍କ୍ଷଣାତ୍ କୁକୁଟ ଦ୍ୱିତୀୟ ବାର ରାବ ଦେଲା। କୁକୁଟ 2 ବାର ରାବ ଦେବା ପୂର୍ବରୁ ତୁମେ ମୋତେ 3 ବାର ଅସ୍ୱୀକାର କରିବ ବୋଲି ଯୀଶୁ ତାଙ୍କୁ କହିଥିବା ବାକ୍ୟ ପିତରଙ୍କ ଶ୍ରୁତି ପଟକୁ ଆସିଲା ଏବଂ ସେ ରୋଦନ କରିବାକୁ ଲାଗିଲେ।